तो 27 तारीख ସନ୍ଧ୍ୟା 5-6 ବଜେ ଭିତରେ ଗୋଟେ ହତ୍ୟାର ରିପୋର୍ଟ ଆସିଥିଲା ଯୋଉଥିରେ କି ଆମର ବହୁତ ଗୋଟେ ସାମାନ୍ୟ ବ୍ୟବସାୟୀ ମନୋଜ ପାତ୍ରଙ୍କର ହତ୍ୟା ହୋଇଥିଲା। ଯେତେବେଳେ ରିପୋର୍ଟ ଆସିଲା ଏସଡିପିଓଙ୍କ ନେତୃତ୍ୱରେ ଗୋଟେ ସ୍ୱତନ୍ତ୍ର ଟିମ୍ ଗଠନ କରିକି ଆଇସି ରଞ୍ଜିତ ମୁନିଙ୍କ ସହିତ ସେଇ ଟିମ୍ରେ ଆମର 12 ଘଣ୍ଟା ଭିତରେ ଦିଟା ଅଭିଯୁକ୍ତ କରିକି ଆମର ଏଇ ଦିଟା ଯାକ ଅଭିଯୁକ୍ତ ଗୋଟେ ବାପୁଜୀନଗର ରହୁଛନ୍ତି ଆଉ ଗୋଟେ ବଗେପଡ଼ା ରହୁଛନ୍ତି ଆଉ ଗୋଟେ ଯୋଉ ଅଭିଯୁକ୍ତ ଫରାର ଅଛନ୍ତି ଏବେ ସେ ବାପୁଜୀନଗର ଅଛନ୍ତି ଆଉ ତାକୁ ଧରିବା ପାଇଁ ଆମର ତଦନ୍ତ ଚାଲିଛି। ଆଉ ଏଥିରେ ଆମର ଯୋଉ ଦିଟା ଅଭିଯୁକ୍ତ ଗୁଡାକ ଅଛନ୍ତି ସେମାନେ ଆଜି ପଚରାଉଚରା ବି ହଉଛନ୍ତି ଆଉ ଯାହା ଆମକୁ ଘଟଣାର ହତ୍ୟାର କାରଣ ଜଣାପଡୁଛି ସେଇଟା ହଉଛି ଆମେ ରବରି କରିବା ପାଇଁ ଚେଷ୍ଟା କରୁଥିଲୁ ଯୋଉଟା କି ହେଇପାରିଲାନି ତ ମାନେ ଧସ୍ତାଧସ୍ତିରେ ଯୋଉ ମୃତକ ଅଛନ୍ତି ତାଙ୍କର ହତ୍ୟା କରିଦେଇଥିଲେ। ଯାହାକି ପେଟ୍ରୋଲିଂ ଉପରେ କିଛି ତ୍ରୁଟି ଦେଖାଯାଉଛି ବହୁତ ଜିଲ୍ଲାରେ ଏପରି ଘଟଣା ଘଟୁଛି ଯେହେତୁ ମୁଖ୍ୟ ଛକ ସେଥିରେ ହଉଛି ଦିନ ଦ୍ୱିପହର। ମୁଁ ଆପଣଙ୍କ କଥା ବୁଝିପାରୁଛି ଯେ କିନ୍ତୁ କାହିଁକି ବହୁତ ଆମର ବହୁତ ବଡ ଏରିଆଟା ହଉଛି ଆଉ ପେଟ୍ରୋଲିଂ ଆମର ସେଇ ସମୟରେ ହିଁ ଚାଲିଥିଲା। ପେଟ୍ରୋଲିଂ ଟିମ୍ଟା ଫିଲ୍ଡରେ ରହିବା ଯୋଗୁଁ ଆମର ଏଇ ଯୋଉ ଏକ୍ୟୁଜ ମାନଙ୍କୁ ଜଲ୍ଦି ଟ୍ରେସ୍ କରେ। सर କେତେ ସମୟ ରହିବ ଆଉ ଚ୍ୟାଲେଞ୍ଜ କେତେ ରହିବ ଯେହେତୁ ଆଉ ଜଣେ ଏକୁଟି ଅଛନ୍ତି ତାକୁ କେତେ ଆମେ ବହୁତ ଜଲ୍ଦି ତାକୁ ଧରିପାରିବୁ। ତାର ଯୋଉ ଫ୍ୟାମିଲି ମେମ୍ବର ଅଛି ତାଙ୍କର ପଚରାଉଚରା ଚାଲିଛି ଆଉ ମୁଁ ନିଶ୍ଚିତ ହିସାବରେ କହିପାରିବି ଯେ ତାଙ୍କୁ ଧରିବା ପାଇଁ ପୂर्ण ଚେଷ୍ଟା କରାଯାଉଛି। କି ଜିଲ୍ଲାକୁ କଣ ବାର୍ତ୍ତା ଦେବେ ଯେହେତୁ ଦିନକୁ ଦିନ ଚୋରି ରାଜଧାନୀ ଡକାୟତି ବି ବଢୁଛି ତାକୁ ନେଇକି କଣ ଦେବେ? ମୁଁ ଜିଲ୍ଲାକୁ ଏଇ କଥାଟା କହିବାକୁ ଚାହୁଁଛି ଯେ ଆମେ ଦେଖିବାକୁ ପାରୁଛୁ ଯେ ଯୁବକ ମାନେ ଏଇ ଯୋଉ କ୍ରାଇମ ଗୁଡାକରେ ବହୁତ ଇନଭଲ୍ଭ ହଉଛନ୍ତି। ମୋର ଯୁବକ ମାନଙ୍କୁ ମେସେଜ ରହିବ ଯେ ଆପଣ ମାନେ ନିଜର ଭବିଷ୍ୟତ ଗଠନ କରିବା ପାଇଁ ଚେଷ୍ଟା କରନ୍ତୁ। ଏଇ ପେଟି କ୍ରାଇମ ଗୁଡାକ ଉପରେ ଯିଏ ବି ସମ୍ମିଳିତ ଥିବ ସମ୍ପୃକ୍ତ ଥିବ ଆମେ ତା ଉପରେ ଆଇନଗତ କାର୍ଯ୍ୟ କରିବୁ। सर जदि टाउन रो मेन छकरे जदि सीसीटीवी लगा जाता ताले तांकर आइडेंटिफिकेशन आउ टिके इजी ही परंता बोली এই প্রপোজালটা আমার দ্বারা দেওয়া হয়েছে ডিস্ট্রিক্ট দিଆ ହେଇଛି ଆଉ ୟା ଉପରେ ଫଲୋ ବି ଚାଲିଛି। ମନଗୁଟା ଅଞ୍ଚଳରେ ଗୋଟେ ଡେଷ୍ଟିନେସନକୁ ଉପଦିଆଯାଇଥିଲା ସେଠୁ ବୁଲାର ସାର୍ ତା ଡେଥ୍ ହେଇଗଲା। ତାଙ୍କ ପରିବାର ଲୋକ ମନଗୁଟା ଥାନାରେ ଅଭିଯୋଗ କରୁଛନ୍ତି ଯେ ଗୋଟେ ଝିଅ ତା ସହିତ ମୋବାଇଲରେ ଚାଟ୍ କରୁଥିଲା ଆଉ ସନ୍ଦେହଜନକ ଭାବେ ତାର ମୃତ୍ୟୁ ହେଇଥିଲା। मैं भी प्रेस मीट ଆପଣ ଏଇ କେସ୍ ସମ୍ବନ୍ଧୀ ପଚାରିପାରିବେ।